ଆଉ ପୁଅ କଣ ଝିଅ ଦେବେ? ଏଇ ଯୋଉ ଏବେ ଘଟଣାଟା ଘଟି ଗଲା, ପୁଅକୁ କିଏ ଝିଅ ଦେବେ ନା ଝିଅକୁ କିଏ ବର ମିଳିବେ? ମିଳିବ ନିଶ୍ଚୟ, ଏଥିରେ କେହି କହିବାର ନାହିଁ। ପୁଅକୁ କନ୍ୟା ନିଶ୍ଚୟ ମିଳିବ, କିନ୍ତୁ କନ୍ୟାକୁ ବି ବର ମିଳିଯିବ, ସେଥିରେ କିଛି ନାହିଁ। ତଥାପି ପୁଅକୁ ମୁଁ କହୁଛି ଏବେ ବି ଏଇ 2-4 ଦିନ ଭିତରେ ନିଶ୍ଚିନ୍ତ ବାହାଘର ଦେଖିଲେ ନିଶ୍ଚୟ ମିଳିଯିବ। ଯଦି ବି ସେ କହିବେ ବାହାଘର ନିଶ୍ଚୟ ମୁଁ କରେଇଦେବି କହୁଛି। ବହୁ ଝିଅ ମିଳିବାଟା ଫାଇନାଲ, ପୁଅର କିଛି ନାହିଁ, ବାହାଘର ନିଶ୍ଚିନ୍ତ ହବ। ଭାଇ ହିନ୍ଦୁ ନୀତି ଅନୁସାରେ ଗୋଟେ ପୁଅ ବା ଝିଅ ଥରେ ବିବାହ କରିବା କଥା, ଆଉ ବିବାହ କରିକି 7 ଜନ୍ମ ପାଇଁ ସାଥୀ ହେଇକି ରହିବା କଥା। ଆଉ ଏବେ ଯୋଉ ଟ୍ରେଣ୍ଡିଂ ଚାଲିଛି ଆ ବିଷୟରେ କଣ କହିବା? ହଁ, ଆମର ତ ହିନ୍ଦୁ ରୀତି ଅନୁସାରେ ପୁଅ ଝିଅ ବାହାଘରଟା ହଉଛି ଥରଟେ। ଆଜିକାଲି ଦୁନିଆରେ କିଏ କାହାକୁ ପୁଅ ବାପାକୁ ମାନୁନି କି ବାପା ପୁଅକୁ ମାନୁନି, ତ ସେ ତ କମନ ସେନ୍ସ ହେଇସାରିଲାଣି। ତଥାପି ଏଇ ଯୋଉ ବାହାଘରର ଆମର ଟ୍ରେନିଂ ଚାଲିଛି ସେଇଟା ମୁଁ ଭାବୁଛି ଆଜିକାଲି ଦୁନିଆରେ ଭୁଲ ଧାରଣା। ସେ ଝିଅ ଚତୁର୍ଥୀ ରାତିରେ ଯିବାଟା ହିଁ ଭୁଲ। ଯଦି ଆମର ସିଏ ଆଉ 4 ଘଣ୍ଟା ବା ଗୋଟେ ଦିନ ଅପେକ୍ଷା କରିଯାଇଥାନ୍ତା, ତାହେଲେ ଅନ୍ୟ କିଛି ଗୋଟେ ବାଟ ଖୋଲି ଯାଇଥାନ୍ତା, ଯେ ଆମର କିଛି ଏତେ ବାଟ କଥା ଯାଇନଥାନ୍ତା। ଯେ ପୁଅର ଗାଲିରେ ମାଂସ ନାହିଁ, ସେ ପୁଅ କାଳିଆ ଭୁଆ, ଏଇ ଯୋଉ ବ୍ଲାକମେଲ କରିକି ଯିବାଟା ସେଇଟା ମୋ ପକ୍ଷରେ ଭୁଲ। ଭାଇ କଳା ପୁଅ ପିଲାମାନେ କଣ ବାହା ହେବେନି? ଆଉ କଣ ଝିଅ ମିଳିବେନି? ନାଇଁ ସେଇଟା ଭୁଲ। କଳା ଆମର କାଳିଆ ଠାକୁର ତ କଳା କଳା କହିକି ଯିବାଟା ସେଇଟା ବେଜିତ କରିବାଟା ମୋ ପକ୍ଷରେ ସେ ଝିଅ ପକ୍ଷରୁ ଭୁଲ। ଯଦି କଳା ସେ ଆଗରୁ ତ ଯେତେବେଳେ ଯାଇଥିବ ସେ ଝିଅର ନିଶ୍ଚିନ୍ତ ଦେଖିଥିବେ, ତାଙ୍କର ଘର ଲୋକ ସମସ୍ତେ ତ ଦେଖିଥିବେ, କୁଣିଆ ମୈତ୍ର ଆସିଥିବେ, ସେତେବେଳେ କାହିଁକି ସେ କଳା କହିଲେ ନାହିଁ? ଯଦି କଳା ପସନ୍ଦ ନାହିଁ ସେଇ ସମୟରେ ନାଇଁ ଆମେ ବାହାଘର କରିବା ନାହିଁ। କିନ୍ତୁ କଳା ପୁଅ ଯୋଉ କହିକି ଯିବାଟା ସେଇଟା ଏ ସମାଜ ପ୍ରତି ଗୋଟେ କ୍ଷତିକାରକ। କଳା ପୁଅ ତାହେଲେ ବାହା ହେବେନି ନା କଣ? ନିଶ୍ଚୟ ବାହା ହେବେ। ବହୁତ ସୁନ୍ଦର ଝିଅ ବି ବାହା ହଉଛନ୍ତି କଳା ପିଲାମାନେ, କାହିଁକି ନା ପଇସା ରୋଜଗାର ଆଜିକାଲି ଦୁନିଆ ଯୋଉଠି ସେଠି ବି ବଢିଆ ବଢିଆ ସୁନ୍ଦର ଝିଅ ବି ବାହାଘର ହଉଛି। ସେମିତି କିଛି କଥା ନାହିଁ, ସେଇଟା କହିବା ଭୁଲ ଧାରଣା। ଆଉ ତାଙ୍କ ବାପା ଝିଅକୁ ଫୋର୍ଥ ନାଇଟ୍ ଦିନ ଝିଅକୁ ଆଣିଛନ୍ତି ତାଙ୍କ ଘରକୁ। ଗୋଟେ ବାପାର କର୍ତ୍ତବ୍ୟ ବାହାଘର ସାରିବା ପରେ କଣ ଝିଅକୁ ଆଣିବାଟା ଠିକ କଥା? ନାଇଁ, ସେଇଟା ସେ ଆଗରୁ ଜାଣିବା ଥିଲେ। ଯଦି ଝିଅ ତାକୁ କହିଲା ଯେ ମୁଁ ମରିଯିବି, ଯେ ବାପା ଆସିକି ମତେ ନେଇଯାଆନ୍ତୁ, ସେଇଟା ଭୁଲ ଧାରଣା। ସିଏ ଅଟକି ଯିବାର ଥିଲା। ଝିଅ କୋଉଠି ମରି ଯାଉଥିଲା, ସିଏ କହୁଥିଲା କଣ କରୁଥିଲା କଣ ନାହିଁ, ତା ଭିତରେ ତଜବିଜ କରିବା ଥିଲା। ଇଏ କହିବା ଭିତରେ ହୁମ୍ ବେଗ ହେଇଯାଇ ସେ ଝିଅ ଟିକେ ଆଣିବାଟା ଠିକ ନୁହେଁ। କାହିଁକି ନା ସେ ପରିବାର ଲୋକ କିଏ କେମିତି କହିଲା ଯେ ଯାଇକି ଝିଅକୁ ଧରିକି ଆସ, ସେଇଟା ଭୁଲ କରିଛି ତା ବାପା। ଯଦି ଆଣିବାର ଥିଲା କାହିଁକି ତୁ ବାହାଘର କରୁଥିଲ? ସେ ବାହାଘର ସମୟ ନାହିଁ, ମୋ ଝିଅକୁ ସେ ପୁଅ ଠିକ ନୁହଁ, ଯେ ମୁଁ ସେଠି ବାହା ଦେବି ନାହିଁ କହିଯାଇଥିଲେ ବି ସେ ବେଦିରୁ ବି ବାହାଘର ଭାଙ୍ଗି ଯାଇଥାନ୍ତା, ଏତେ ବାଟ କଥା ଯାଇନଥାନ୍ତା। ପୁଅ ଏତେ ପଇସା ଖର୍ଚ୍ଚ ବାର୍ଚ୍ଚ କରି ସାରିଲା ପରେ ବି ଯେ ଝିଅ ଯାଇକି ବାହାଘର ସରି ଫୋର୍ଥ ନାଇଟ୍ ପାଇଁ ଯେ ପ୍ରିପାରେସନ ଅଛି, ଯେ ତାର ଭୋଜି ଭାତ ସବୁ ଚାଲିଛି, ହଠାତ୍ ତା ବାପା ଯାଇ ସେଠି ପହଞ୍ଚିକି ଝିଅକୁ ଆଣିବାଟା ଏଇଟା ହିନ୍ଦୁ ରୀତି ଅନୁସାରେ ଠିକ ନୁହେଁ ମୋ ମତରେ। ଏବେ ଯୋଉ ଘଟଣାଟା ହେଇଛି, ଝିଅ ବାହା ହେଇ ସାରିବା ପରେ ପୁଅକୁ ଛାଡିକି ଆସିଛି ହେରି, ଏଇ ବିଷୟରେ ଆମ ସବୁ ଝିଅ ପିଲାମାନଙ୍କୁ କଣ କହିବା? ମୁଁ ସମାଜ ପାଇଁ କହୁଛି ଯେ ଏଇ ଜିନିଷଠୁ ଟିକେ ଦୂରେଇ ରୁହନ୍ତୁ। କାହିଁକି ନା ବାହାଘର ହେଇସାରିଲା ପରେ ସେଇଟା କରନ୍ତୁ ନାହିଁ। କାହିଁକି ନା ବାହାଘର ପୂର୍ବରୁ ଯେ ପୁଅ ସୁନ୍ଦର ନାହିଁ କି କଳା କି ସେ ଗୋରା, ସେ ତା ପୂର୍ବରୁ ଯେ ବାବା ମୁଁ ସେଠି ବାହାଘର ହେବିନି, କାହିଁକିନା ସମାଜ ପ୍ରତି ଏଇଟା ଗୋଟେ ହଉଛି କ୍ଷତିକାରକ। ସେଥିପାଇଁ ସେ ପାଖରୁ ଟିକେ ଦୂରେଇ ରହିବା ଉଚିତ। ଏବେ ତ ସମସ୍ତେ ଜାଣିଥିବ କପୁଲ ଯୋଡି, କପୁଲ ପରେ ବି ପୁଅଘର ବାଧ୍ୟ କରିନାହାନ୍ତି ଝିଅ ଘରକୁ ବାହାଘର କରିବା ପାଇଁ, ହେଲେ ଝିଅ ଘର ବାଧ୍ୟ କରିଛନ୍ତି ଆପଣ ଟିକେ ଶୀଘ୍ର ବାହାଘର କରିଦିଅନ୍ତୁ, ଆମେ ଯାହା ଖବର ଅନୁସାରେ ପାଉଛୁ। ହେଲେ ଝିଅ ଘର ବାହାଘର କରିସାରିବା ଏବେ କହୁଛନ୍ତି ସୁଦ ବୁଢାଟା ଆଉ ମାଙ୍କଡ ମୁହଁଟା, ଏହା କଣ କହିବା ଠିକ? ନାଇଁ ନାଇଁ ନାଇଁ, ସେଇଟା ତ ଭୁଲ କଥା। କାହିଁକି ନା ତରବର ହଉଥିଲେ ତାହେଲେ ବାହାଘର କଣ ପାଇଁ, କଣ ସେଥିରେ ଅଛି ଯେ ଗୋଟେ ଜିନିଷ ଆଜି ଯାଏ ବି ସେ କଥା ବି ମିଡିଆ ବାଲା ବି ପାଇନାହାନ୍ତି, ଯେ କଣ ପାଇଁ ତର ତର କରୁଥିଲେ ଜଲ୍ଦି ସେ ଝିଅକୁ ବାହାଘର କରିବା ପାଇଁ। ତାପରେ ପୁଣି କଲେ ଯଦି ଜଲ୍ଦି ବାହାଘର ପରେ ସାରି ପୁଣି ବାହାଘର ସରିଲା ପରେ ବି ଝିଅକୁ ଆଣିବାଟା ସେଇଟା କେତେ ଦୂର ଠିକ, ସେଇଟା ମିଡିଆ ଭାଇ ମାନେ ତ ହାଇଲାଇଟ କରି ଚାଲିଛନ୍ତି, ସେଇଟା ମୋ ମତରେ ରଙ୍ଗ। ଏ ସମାଜ ପ୍ରତି ଗୋଟେ କ୍ଷତିକାରକ ଚାଲିଛି। ଯେ ତା ପୂର୍ବରୁ ସେ କାହିଁକି ତରବର ହଉଥିଲେ ତାହେଲେ ଝିଅକୁ ବାହାଘର କରିବା ପାଇଁ, ବାହା ଦେବା ପାଇଁ? ତ ମାଙ୍କଡ ମୁହାଁ କଳା ବୋଲି ତ ଏବେ କହୁଛନ୍ତି,
ସେଇଟା ଝିଅର କହିବାଟା ପୁରା ଭୁଲ। ମୋ ମତରେ ସେ ପୁଅକୁ ନିଶ୍ଚିତ ନ୍ୟାୟ ମିଳିବ, ନିଶ୍ଚିତ ନ୍ୟାୟ ମିଳିବ ତ ସେଇଟା କହିବାର ନାହିଁ। ପ୍ରକୃତିରେ ପୁଅ କଣ ନ୍ୟାୟ ମିଳିବ ତ ସତରେ? ନିଶ୍ଚିତ ନିଶ୍ଚିତ ନ୍ୟାୟ ମିଳିବ ନିଶ୍ଚିତ। ପୁଅକୁ ନ୍ୟାୟ ମିଳିବାଟା ଥୟ। କାହିଁକି ନା ଖାଲି ହାଁ ହାଁ ହେଲେ ଏଠି ଆମର କିଛି ଚାଲିବ ନାହିଁ ଓଡ଼ିଶାରେ। ବର୍ତ୍ତମାନ ପୁଅ ଯେହେତୁ ଠିକ ଅଛି, ଏଠି ପୁଅ ହିଁ ନ୍ୟାୟ ମିଳିବ। ଆଉ କଳା ଗୋରା ମାଙ୍କଡ କହିକି ଖସିଯିବାଟା ଏଇଟା ଯେତେ ଦୂର ଠିକ ନୁହେଁ। ଆଉ ପୁଅ କଣ ଝିଅ ଦେବେ? ଏଇ ଯୋଉ ଏବେ ଘଟଣାଟା ଘଟିଗଲା, ପୁଅକୁ କିଏ ଝିଅ ଦେବେ ନା ଝିଅକୁ କିଏ ବର ମିଳିବେ? ମିଳିବ ନିଶ୍ଚୟ, ଏଥିରେ କେହି କହିବାର ନାହିଁ। ପୁଅକୁ କନ୍ୟା ନିଶ୍ଚୟ ମିଳିବ, କିନ୍ତୁ କନ୍ୟାକୁ ବି ବର ମିଳିଯିବ, ସେଥିରେ କିଛି ନାହିଁ। ତଥାପି ପୁଅକୁ ମୁଁ କହୁଛି ଏବେ ବି ଏଇ 2-4 ଦିନ ଭିତରେ ନିଶ୍ଚିନ୍ତ ବାହାଘର ଦେଖିଲେ ନିଶ୍ଚୟ ମିଳିଯିବ। ଯଦି ବି ସେ କହିବେ ବାହାଘର ନିଶ୍ଚୟ ମୁଁ କରେଇଦେବି କହୁଛି। ଝିଅ ମିଳିବାଟା ଫାଇନାଲ, ପୁଅର କିଛି ନାହିଁ, ବାହାଘର ନିଶ୍ଚିନ୍ତ ହବ।